ବର୍ଷକୁ 24ଟି ଏକାଦଶୀ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଏକ ଏକାଦଶୀ ଅଛି ଯାହାକୁ ସବୁ ଏକାଦଶୀର ରାଜା ବୋଲି କୁହାଯାଏ। ସାରା ଦୁନିଆ ଯେଉଁଦିନ ଚାଉଳ କିମ୍ବା ଅନ୍ନକୁ ସ୍ପର୍ଶ କରେ ନାହିଁ, ଠିକ୍ ସେହିଦିନ ଶ୍ରୀକ୍ଷେତ୍ର ପୁରୀରେ କାହିଁକି ହଜାର ହଜାର ଭକ୍ତ ଗର୍ବର ସହ ଅବଢ଼ା ସେବନ କରନ୍ତି? ଏହା କ'ଣ କୌଣସି ପାପ ନା ମହାପ୍ରଭୁଙ୍କର କୌଣସି ଗୁପ୍ତ ଲୀଳା? ଆସନ୍ତୁ ଜାଣିବା ମାଘ ମାସର ସେହି ରହସ୍ୟମୟ ଭୌମୀ ଏକାଦଶୀ ବିଷୟରେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ସଞ୍ଜୀବ ଏବଂ ଆପଣ ଦେଖୁଛନ୍ତି ଓଡ଼ିଆ ବସ୍ ୟୁଟ୍ୟୁବ୍ ଚ୍ୟାନେଲ। ଏହି ଏକାଦଶୀର ନାମ ଭୌମୀ ଏକାଦଶୀ କାହିଁକି? କୁହାଯାଏ ଯେ ପାଣ୍ଡବ ବୀର ଭୀମସେନ ନିଜ କ୍ଷୁଧା ସହିପାରୁନଥିଲେ। ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ, ହେ ଭୀମ, ଯଦି ତୁମେ ବର୍ଷକର ସବୁ ଏକାଦଶୀ କରିପାରୁନାହଁ ତେବେ କେବଳ ମାଘ ଶୁକ୍ଳ ଏକାଦଶୀ ପାଳନ କର, ତୁମକୁ ସବୁ ବ୍ରତର ଫଳ ମିଳିଯିବ। କିନ୍ତୁ ପୁରୀରେ ଏହି ନିୟମ ଟିକେ ଭିନ୍ନ ହୋଇଥାଏ। ଏଠାରେ ଜଗନ୍ନାଥ ହେଉଛନ୍ତି ସବୁ ନିୟମର ଊର୍ଦ୍ଧ୍ୱରେ। ଶ୍ରୀମନ୍ଦିରରେ ଏକାଦଶୀ ଦେବୀଙ୍କୁ ଓଲଟା କରି ରଖାଯାଇଛି, ଯାହାର ଅର୍ଥ ହେଉଛି ମହାପ୍ରଭୁଙ୍କ ଧାମରେ ମହାପ୍ରସାଦ ଆଗରେ ଏକାଦଶୀର ଉପବାସ ନିୟମ ଲାଗୁ ହୁଏ ନାହିଁ। ଏହି ଦିନ ଶ୍ରୀମନ୍ଦିରରେ ଏକ ଦିବ୍ୟ ବାତାବରଣ ସୃଷ୍ଟି ହୋଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିଜେ କରନ୍ତି ଏକ ସ୍ୱତନ୍ତ୍ର ପଟୁଆରରେ। ଏହି ପବିତ୍ର ଦିନରେ ପ୍ରଭୁଙ୍କୁ ଗଜ ଉଦାହରଣ ବେଶରେ ଦର୍ଶନ କରିବା ଅତି ପୁଣ୍ୟଦାୟକ। ଏହି ଦିନ ବିଷ୍ଣୁ ସହସ୍ରନାମ ପାଠ କରିବାର ମହତ୍ତ୍ୱ ମଧ୍ୟ ଅପାର। ଆପଣମାନେ ନିଶ୍ଚୟ ଜାଣିଥିବେ ଯେ ଶ୍ରୀମନ୍ଦିର ପ୍ରତିଦିନ ଭୋର 4:30ରୁ ଆରମ୍ଭ କରି ରାତ୍ର 11:30 ପର୍ଯ୍ୟନ୍ତ ଖୋଲା ରହିଥାଏ। କିନ୍ତୁ ଏହି ଏକାଦଶୀ ଦିନ ଶ୍ରୀମନ୍ଦିର ରାତିରେ ବନ୍ଦ ହୁଏ ନାହିଁ। ଭକ୍ତମାନେ ରାତି ସାରା ଶ୍ରୀମନ୍ଦିର ଭିତରେ ଥାଆନ୍ତି ଏବଂ ରାତିରେ ମହାଦୀପ ଉଠିଲା ପରେ ଜଗା ଦର୍ଶନ କରି ବାହାରକୁ ଆସିଥାନ୍ତି। ତେବେ ଆପଣ ଯଦି ଜୀବନରେ ସବୁ ପାପରୁ ମୁକ୍ତି ଚାହୁଁଛନ୍ତି ଏବଂ ବୈକୁଣ୍ଠ ପ୍ରାପ୍ତର ଅଭିଳାଷ ରଖିଛନ୍ତି, ତେବେ ମାଘ ମାସରେ ଏହି ଏକାଦଶୀରେ ନିଶ୍ଚୟ ଜୀବନରେ ଥରଟେ ହେଉନା କାହିଁକି ଯାଇକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ ଏବଂ ଶ୍ରଦ୍ଧା ସହିତ ମହାପ୍ରସାଦ ସେବନ କରନ୍ତୁ। ତେବେ ଏହା ଥିଲା ଆଜିର ଆମର ଏକ ଭିଡ଼ିଓ। ଦେଖା ହେବା ଅନ୍ୟ ଏକ ନୂତନ ଭିଡ଼ିଓରେ। ସେଥିପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।